ପ୍ରଶାସନର ପାରିଲା ପଣିଆ ଉପରେ ପ୍ରଶ୍ନବାଚୀ। ହଟିବ କି ଜବରଦଖଲ? ଜୟ ଜଗନ୍ନାଥ ବନ୍ଧୁମାନେ, ଉପାନ୍ତ ଓଡ଼ିଶାରେ ଆପଣମାନଙ୍କୁ ସ୍ୱାଗତ। ବଡ଼ବିଲ ସହର ଓ ଉପଖଣ୍ଡରେ ସରକାରୀ ଜମି ଜବରଦଖଲ ବୃଦ୍ଧି ପାଇବାରେ ଲାଗିଛି। ମୂଲ୍ୟବାନ ସରକାରୀ ଜମିକୁ ଜବରଦଖଲ କରି ପାର୍କିଂ ଭାବେ ବ୍ୟବହାର ଓ କୋଠା ନିର୍ମାଣ କରାଯାଇ ଭଡ଼ା ଲଗାଯାଉଛି। ପ୍ରକାଶ ଥାଉକି ବଡ଼ବିଲ ପୌରାଞ୍ଚଳ ଅନ୍ତର୍ଗତ ତହସିଲ କାର୍ଯ୍ୟାଳୟଠାରୁ ବଙ୍ଗଡ଼ା ଛକ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଥିବା ମୂଲ୍ୟବାନ ଜମିକୁ କେତେକ ଘରୋଇ ପ୍ରତିଷ୍ଠାନ ଜବରଦଖଲ କରି ବ୍ୟବହାର କରୁଛନ୍ତି। ତେବେ ଏନେଇ ବଡ଼ବିଲ ପୌର ପ୍ରଶାସନ 31 ଜଣଙ୍କ ନାମରେ ନୋଟିସ୍ ଜାରି କରିଥିବା ଜଣାପଡ଼ିଛି। ତେବେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଏହି ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ ନିମନ୍ତେ ପୂର୍ବରୁ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଥିଲା। ମାତ୍ର ବିଭିନ୍ନ ପଦକ୍ଷେପ ପରେ ମଧ୍ୟ ଜବରଦଖଲ ଉଚ୍ଛେଦ ହୋଇପାରିନାହିଁ। ତେଣୁ ପ୍ରଶାସନର ପାରିଲା ପଣିଆ ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏଠାରେ କେତେକ ଘରୋଇ କମ୍ପାନୀ ଦ୍ୱାରା କରାଯାଇଥିବା ଜବରଦଖଲକୁ ଉଚ୍ଛେଦ କରାଯିବା ପରେ ମଧ୍ୟ ସେମାନେ ଚଞ୍ଚକତା କରି ପୁଣି ଥରେ ସରକାରୀ ଜମିକୁ ଜବରଦଖଲ କରି ବ୍ୟବହାର କରି ଆସୁଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ ସେମାନଙ୍କ ଉପରେ କ'ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା।